ଆଜିର ଭୂଗୋଳ କାଳାଂଶକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଶ୍ରେଣୀ ଭୂଗୋଳ ବହିର ଦକ୍ଷିଣ ଆମେରିକା ବିଷୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଦୟାକରି ଆରମ୍ଭରୁ ଶେଷ ଯାଏଁ ଆମ ଭିଡ଼ିଓଟିକୁ ଦେଖିବା ପାଇଁ ଚେଷ୍ଟା କର। ଯେଉଁମାନେ ଆମ ଚ୍ୟାନେଲକୁ ପ୍ରଥମ ଥର ଦେଖୁଛନ୍ତି ସବସ୍କ୍ରାଇବ୍ କରନ୍ତୁ। ଚାଲ ଏହି ପାଠର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଦକ୍ଷିଣ ଆମେରିକା ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। 1 ନମ୍ବର ପ୍ରଶ୍ନ, ଉଦାହରଣ ସହ ଯୋଜକର ପରିଭାଷା ଲେଖ। ଏହାର ଉତ୍ତର ହେବ ଦୁଇଟି ବୃହତ ସ୍ଥଳଭାଗକୁ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ସ୍ଥଳଭାଗକୁ ଯୋଜକ କୁହାଯାଏ। ସବୁଠାରୁ ବଡ଼ ନଦୀ। 9 ନମ୍ବର ପ୍ରଶ୍ନ, ଦକ୍ଷିଣ ଆମେରିକାରେ ପ୍ରବାହିତ 4ଟି ନଦୀର ନାମ ଲେଖ। ଉତ୍ତର ହେବ ଦକ୍ଷିଣ ଆମେରିକାର ପ୍ରବାହିତ 4ଟି ନଦୀ ହେଉଛି ଆମାଜନ, ଓରିନୋକୋ, ପାରାନା, ପାରାଗୁଏ, ଉରୁଗୁଏ। ଏହିଭଳି 4ଟି ନଦୀର ନାମ। ତାପରେ ପିଲେ 6 ନମ୍ବର ପ୍ରଶ୍ନ। 6 ନମ୍ବର ପ୍ରଶ୍ନ ପିଲାମାନେ, ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ କ'ଣ? ଏହାର ଉତ୍ତର ହେବ ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ ପମ୍ପାସ୍। ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିକୁ ପମ୍ପାସ୍ ବୋଲି କୁହାଯାଏ। 6 ନମ୍ବର ପ୍ରଶ୍ନ, ଦକ୍ଷିଣ ଆମେରିକାର ବିଶ୍ୱମଣ୍ଡଳୀୟ ଅରଣ୍ୟକୁ କ'ଣ କୁହାଯାଏ? ଦକ୍ଷିଣ ଆମେରିକାର ବିଶ୍ୱମଣ୍ଡଳୀୟ ଅରଣ୍ୟକୁ ସେଲ୍ଭା କୁହାଯାଏ। ଦକ୍ଷିଣ ଆମେରିକା ବିଶ୍ୱମଣ୍ଡଳୀୟ ଅରଣ୍ୟକୁ ସେଲ୍ଭା କୁହାଯାଏ। 6 ନମ୍ବର ପ୍ରଶ୍ନ, ଦକ୍ଷିଣ ଆମେରିକାର 4ଟି ବଡ଼ ସହରର ନାମ ଲେଖ। ଦକ୍ଷିଣ ଆମେରିକାର 4ଟି ବଡ଼ ସହରର ନାମ ଲେଖ। ଏହାର ଉତ୍ତର ହେବ ଦକ୍ଷିଣ ଆମେରିକାର 4ଟି ବଡ଼ ସହରର ନାମ ହେଲା ବ୍ରାସିଲିଆ, ବୁଏନସିଆରସ୍, ସାଣ୍ଟିଆଗୋ ଓ ରିଓ ଡି ଜେନେରିଓ। ଏହିଭଳି 4ଟି ବଡ଼ ବଡ଼ ସହର ରହିଛି। ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ତୃଣଭୂମିକୁ କ'ଣ କୁହାଯାଏ? ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ ପାଟାଗୋନିଆ କୁହାଯାଏ। ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ତୃଣଭୂମିକୁ ପାଟାଗୋନିଆ କୁହାଯାଏ। ତାପରେ କାରଣ ଦର୍ଶାଅ। 2 ନମ୍ବର, କାରଣ ଦର୍ଶାଅ। ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ। କାହିଁକି ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ ହୋଇଥାଏ? ଉତ୍ତର ହେବ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳ ବିଷୁବବୃତ୍ତ ମକରକ୍ରାନ୍ତି ବୃତ୍ତ ମଧ୍ୟବର୍ତ୍ତୀ ଅଞ୍ଚଳ ମଧ୍ୟରେ ଅବସ୍ଥିତ। ତେଣୁ ଏହି ମହାଦେଶର ଅଧିକାଂଶ ଅଞ୍ଚଳରେ ଉଷ୍ଣ ଜଳବାୟୁ ଅନୁଭୂତ ହୁଏ। ଖ ନମ୍ବର ପ୍ରଶ୍ନ, ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତରେ ଅଧିକ ଥଣ୍ଡା ପଡ଼େ। ଏହାର ଉତ୍ତର ହେବ ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତ ଦକ୍ଷିଣ ମେରୁସ୍ଥ ଆଣ୍ଟାର୍କଟିକା ମହାଦେଶର ନିକଟରେ ଅବସ୍ଥିତ। ମେରୁ ଜଳବାୟୁ ପ୍ରଭାବରେ ଏହାର ଦକ୍ଷିଣ ପ୍ରାନ୍ତରେ ଅଧିକ ଥଣ୍ଡା ପଡ଼େ। ଗ ନମ୍ବର ପ୍ରଶ୍ନ, ଆମାଜନ ଉପତ୍ୟକାରେ ଚିରହରିତ ଅରଣ୍ୟ ଦେଖାଯାଏ। ଏହାର ଉତ୍ତର ହେବ ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷ ସାରା ପ୍ରଚୁର ବୃଷ୍ଟିପାତ ହୁଏ। ତେଣୁ ଏଠାରେ ଚିରହରିତ ଅରଣ୍ୟ ଦେଖାଯାଏ। ତାପରେ ପିଲାମାନେ 3 ନମ୍ବର ପ୍ରଶ୍ନ, ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବନ୍ୟପ୍ରାଣୀ ଗୁଡ଼ିକର ଏକ ବିବରଣୀ ପ୍ରଦାନ କର। ଏହାର ଉତ୍ତର ହେବ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ପକ୍ଷୀ ରିଆ, ବଜ୍ରକାପ୍ତା, ଶାଗୁଣା ଜାତୀୟ କଣ୍ଡର ପକ୍ଷୀ ଏହିଭଳି ପକ୍ଷୀର ନାମ। ସେହିଭଳି ଦକ୍ଷିଣ ଆମେରିକା ଦେଖାଯାଉଥିବା ବନ୍ୟପ୍ରାଣୀ କେତେକର ନାଁ ହେଉଛି
ଜାଗୁଆର ପୁମା ଜାଗୁଆର ପୁମା ବଣ ଘୁଷୁରୀ ଆର୍ମାଡିଲୋ ହରିଣ ଲାମା ଆଲପାକା ଭିକୁନା ଗୁଆନାକୋ ବିଭିନ୍ନ ଜାତିର ମୂଷା ଏଣ୍ଡୁଅ ଓ ସାପ। ତାପରେ 4 ନମ୍ବର ପ୍ରଶ୍ନ, କେଉଁ କେଉଁ ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧିବାସୀ? କେଉଁ କେଉଁ ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧିବାସୀ? ଲୋହିତ ଭାରତୀୟ, ନିଗ୍ରୋ ଏବଂ ପର୍ତ୍ତୁଗୀଜ, ସ୍ପେନୀୟ ଆଦି ୟୁରୋପୀୟ ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧିବାସୀ ଅଟନ୍ତି। ଏହି ଦକ୍ଷିଣ ଆମେରିକାର ପ୍ରଶ୍ନୋତ୍ତର ଆଲୋଚନା କଲେ, ତେଣୁ ଆମେ ନିଜ ଖାତାରେ ଏହାକୁ ସୁନ୍ଦର ଭାବରେ ଲେଖିବା, ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା। ପରବର୍ତ୍ତୀ ଅଧ୍ୟାୟରେ ପୁଣି ଅନ୍ୟ ବିଷୟକୁ ଆମେ ଆଲୋଚନା କରିବା।